ପିଲାମାନେ ଆଜି ଆମେ ନୀତି ବଚନର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। ତାହେଲେ 1 ନମ୍ବର ପିଲାମାନେ ମୁଁ ଦେଇଛି ସାଧୁଜନର ପୁଣ୍ୟ ସଦୁପଦେଶ ମୂର୍ଖ ନ ବୁଝେ ତାର ମରମ ଲେଖ। ଏହାର ଭାବାର୍ଥ କ'ଣ? ଏହାର ଅର୍ଥ କ'ଣ? ପିଲାମାନେ ଏହାର ଅର୍ଥ ହେଉଛି ସାଧୁଜନଙ୍କର ହିତୋପଦେଶ ମୂର୍ଖ ବୁଝିପାରେ ନାହିଁ। ମାନେ ସାଧୁଜନ ଯେଉଁଟାକୁ ବୁଝେଇବେ ସେଇଟା ମୂର୍ଖ କେବେ ବୁଝିପାରିବ ନାହିଁ। 2 ନମ୍ବର, କୋଟିଏ ଗୁଣ ମଧ୍ୟରେ କୋଟିଏ ଦୋଷ ସୁଧା କଳସେ ବିଷବିନ୍ଦୁ ସଦୃଶ। ଏଠାରେ ଭଲ ଗୁଣକୁ କାହା ସହିତ ତୁଳନା କରାଯାଇଛି? ଏଠାରେ ଭଲ ଗୁଣକୁ ସୁଥା କଳ ସହିତ ତୁଳନା କରାଯାଇଛି। ତାପରେ ଏଇଟା ଆମର ଦରକାର ନାହିଁ, ଏଇଟା ସାଙ୍ଗମାନଙ୍କ ସହିତ ଆଲୋଚନା କରିବାକୁ ଦେଇଛି। ତାପରେ ଆମେ କ ସ୍ତମ୍ଭକୁ ଏବଂ ଖ ସ୍ତମ୍ଭକୁ ମେଳନ କରିବା। ଦେଇଛି ପର ଅଧୀନ ହୋଇ ରହେ ଯେ ପ୍ରାଣୀ ଅସରନ୍ତି ଯାତନା ପାଏ ସେ ଜାଣି। ହେଲା, କ'ଣ ହେବ ଏଇଟା? ଏଇଟା ଆମର ଏଇଟା 2 ନମ୍ବରଟା। ପର ଅଧୀନରେ ରହିଲେ ପ୍ରାଣୀ ଅନେକ ଯନ୍ତ୍ରଣା ପାଏ। ତାପରେ ନିଜ ହୃଦୟ ଯେହୁ ପାରଇ ଜିଣି ସଂସାରେ ସେହି ବୀର ମୁକୁଟ ମଣି। ଏଇଟା କ'ଣ ହେବ? ଏଇଟା ହେଲା ଯାହାର ଆତ୍ମନିୟନ୍ତ୍ରଣ ଶକ୍ତି ଥାଏ ସେ ଶ୍ରେଷ୍ଠ ବୀର। ନେକ୍ସଟ, ଗିରି ପାଷାଣ ଏଡ଼େ କଠିନ ହୋଇ ଖୋଳିଲେ ତହୁ ପୁଣି ଜଳ ଝରଇ। ଏଇଟା କ'ଣ ହେବ? କଠିନ ପଥରେ ପୂର୍ଣ୍ଣ ପାହାଡ଼ ଖୋଳିଲେ ସେଥିରୁ ଜଳ ବାହାରିଥାଏ, ଜଳ ମିଳିଥାଏ। ତାପରେ ଆମର ସରଳାର୍ଥ, ଆମେ ସରଳାର୍ଥ ଅଲରେଡ଼ି ଲେଖିଛେ। ତାହେଲେ କରେ ଯତ୍ନ ଅଧ୍ୟବସାୟ ଉଦ୍ୟମ ବଳେ ଅସାଧ୍ୟ ହୋଇପାରେ ସାଧ୍ୟ ଭୂତଳେ। ତାହେଲେ ପ୍ରଥମେ କବି ପରିଚୟ। ଉକ୍ତ ପଦ୍ୟାଂଶଟି ଆମ ପଠିତ ସାହିତ୍ୟ ବହିରେ ଥିବା ନୀତିବଚନ କବିତାରୁ ଆସିଅଛି। ଏଠାରେ କବି ରାମକୃଷ୍ଣ ନନ୍ଦ ମଣିଷ ଜୀବନରେ ପରିଶ୍ରମ ଓ ନିରନ୍ତର ଚେଷ୍ଟାର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରିଛନ୍ତି। କବିଙ୍କ ମତରେ ଏହି ଦୁନିଆରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଯଦି ଜଣେ ବ୍ୟକ୍ତି ସଠିକ୍ ଭାବରେ ଯତ୍ନ କରେ, କୌଣସି କାମରେ ଲାଗି ପଡ଼ିଥାଏ ବା ଅଧ୍ୟବସାୟ ଜାରି ରଖେ ଏବଂ କଠିନ ଉଦ୍ୟମ ବା ପରିଶ୍ରମ କରେ, ତେବେ ସେ ପୃଥିବୀର ସବୁଠାରୁ କଠିନ ବା ଅସାଧ୍ୟ କାର୍ଯ୍ୟକୁ ମଧ୍ୟ ସଫଳତାର ସହ ସମ୍ପୂର୍ଣ୍ଣ କରିପାରିବ। ସଫଳତା ପାଇଁ କେବଳ ଭାଗ୍ୟ ଉପରେ ନିର୍ଭର ନ କରି କର୍ମଠ ହେବାକୁ କବି ଏଠାରେ ପ୍ରେରଣା ଦେଇଛନ୍ତି। ବାସ୍ତବିକ କବିଙ୍କ ବର୍ଣ୍ଣନା ବେଶ ହୃଦୟସ୍ପର୍ଶୀ ଅଟେ। ଖରେ ଥିଲେ ହେଁ ପୁରୀ ରୂପ ରଙ୍ଗ ସୁବାସେ ଚମ୍ପକ କୁସୁମେ କି ଭ୍ରମର ବସେ। ତାହେଲେ ପ୍ରଥମେ କବି ପରିଚୟ। ଉକ୍ତ ପଦ୍ୟାଂଶଟି ପଠିତ ସାହିତ୍ୟ ବହିର ନୀତି ବଚନ କବିତାରୁ ଆସିଅଛି। ଏଠାରେ କବି ରାମକୃଷ୍ଣ ନନ୍ଦ ବାହ୍ୟ ସୌନ୍ଦର୍ଯ୍ୟ ଓ ଗୁଣ ମଧ୍ୟରେ ଥିବା ପାର୍ଥକ୍ୟକୁ ଏକ ପ୍ରାକୃତିକ ଉଦାହରଣ ମାଧ୍ୟମରେ ବୁଝାଇଛନ୍ତି। ଚମ୍ପା ଫୁଲ ଦେଖିବାକୁ ଅତ୍ୟନ୍ତ ସୁନ୍ଦର, ତାର ରଙ୍ଗ ମନୋହର ଏବଂ ତାର ସୁଗନ୍ଧ ମଧ୍ୟ ବହୁତ ତୀବ୍ର। ଏତେ ସବୁ ଗୁଣ ଥିଲେ ମଧ୍ୟ ଭ୍ରମର କେବେ ହେଲେ ଚମ୍ପା ଫୁଲ ଉପରେ ବସେ ନାହିଁ। ଏହାର କାରଣ ହେଉଛି ଚମ୍ପାର ବାସ୍ନା ଅତ୍ୟଧିକ ଉତ୍କଟ, ଯାହା ଭ୍ରମର ସହ୍ୟ କରିପାରେ ନାହିଁ। ଏହି ଉଦାହରଣ ମାଧ୍ୟମରେ କବି ବୁଝାଇବାକୁ ଚାହିଁଛନ୍ତି ଯେ ଜଣେ ବ୍ୟକ୍ତି କେବଳ ରୂପବାନ ବା ସୁନ୍ଦର ହେଲେ ସମସ୍ତଙ୍କର ପ୍ରିୟ ହୋଇପାରେ ନାହିଁ। ଯଦି ତାର ଆଚରଣ ବା ଗୁଣରେ କିଛି ତ୍ରୁଟି ଥାଏ, ତେବେ ଲୋକମାନେ ତା ପାଖରୁ ଦୂରେଇ ରୁହନ୍ତି। ବାହ୍ୟ ଚେହେରା ଅପେକ୍ଷା ଆନ୍ତରିକ ଗୁଣର ମୂଲ୍ୟ ଅଧିକ ଥାଏ। ତାପରେ ପିଲାମାନେ ଆମକୁ ଦେଇଛି କବିତାଟିକୁ ଧ୍ୟାନ ଦେଇ ପଢ଼। ନିମ୍ନରେ ଦିଆଯାଇଥିବା ପଦଗୁଡ଼ିକ ଉପରେ ଆଲୋଚନା କରି ସୂଚନା ଅନୁସାରେ କାର୍ଯ୍ୟ କର। ହାତୀ ପରାଏ ଜନ୍ତୁ ବନ୍ଧନେ ପଡ଼ି ଜୀବନ ଡରିଥାଏ ଅଙ୍କୁଶ ବାଡ଼ି। ତାହେଲେ କବିତାରେ ପରାଏ ଶବ୍ଦ ବ୍ୟବହାର କରାଯାଇଛି। ପରାଏ ବଦଳରେ ଆମେ ପ୍ରାୟ ଶବ୍ଦ ବ୍ୟବହାର କରିପାରିବା। ଏହିପରି କବିତାରେ କଳସେ, ବନ୍ଧନେ, ଜୀବନେ ଆଦି ଶବ୍ଦ ମଧ୍ୟ ପ୍ରୟୋଗ କରାଯାଇଛି। ଏହିପରି କାହିଁକି ହୋଇଛି ସାଙ୍ଗମାନଙ୍କ ସହିତ ଆଲୋଚନା କର। ପିଲାମାନେ କବିତାରେ ପରାଏ ଶବ୍ଦର ଅର୍ଥ ହେଉଛି ପରି ବା ସଦୃଶ। ଏହା ଏକ ପ୍ରାଚୀନ ବା କାବ୍ୟିକ ପ୍ରୟୋଗ। କବିତାରେ ଛନ୍ଦ ରକ୍ଷା କରିବା ପାଇଁ ଏବଂ ପଢ଼ିବା ସମୟରେ ଏକ ସୁନ୍ଦର ଲୟ ଆଣିବା ପାଇଁ କଳସ ବଦଳରେ କଳସେ, ବନ୍ଧନ ବଦଳରେ ବନ୍ଧନେ ଏବଂ ଜୀବନ ବଦଳରେ ଜୀବନେ ଭଳି ଶବ୍ଦ ବ୍ୟବହାର କରାଯାଏ। ଖରେ
ଉପର ନୀତିବଚନ ପଦଟିରେ ହାତୀର ଉଦାହରଣ ଦେଲାବେଳେ ଅଙ୍କୁଶ ଶବ୍ଦ ବ୍ୟବହାର ହୋଇଛି। ତୁମେ ଅଙ୍କୁଶ ଶବ୍ଦ ପରିବର୍ତ୍ତେ ଅନ୍ୟ ଶବ୍ଦ ମଧ୍ୟ ବ୍ୟବହାର କରିପାରିବ। ଯେଉଁ ଶବ୍ଦଟି ବ୍ୟବହାର କରିବାକୁ ଯାଉଛ ତାର ପ୍ରୟୋଗର ତାତ୍ପର୍ଯ୍ୟ ବୁଝାଅ। ପିଲାମାନେ, ହାତୀ ପାଇଁ ଅଙ୍କୁଶ ବଦଳରେ ଆମେ ମୁନିଆ, ବାଡ଼ି ବା ହେଣ୍ଟା ଶବ୍ଦ ବ୍ୟବହାର କରିପାରିବା। ଏହାର ତାତ୍ପର୍ଯ୍ୟ ହେଉଛି ଏଠାରେ ଅଙ୍କୁଶ କେବଳ ଏକ ଅସ୍ତ୍ର ନୁହେଁ, ବରଂ ଏହା ଶାସନ ବା ଭୟର ପ୍ରତୀକ ଅଟେ। ଶକ୍ତିଶାଳୀ ହେଲେ ମଧ୍ୟ ପରାଧୀନତା ଜୀବନକୁ ଏକ ସାମାନ୍ୟ ବାଡ଼ି ପାଖରେ ନତମସ୍ତକ କରିଦିଏ। ତାପରେ 2 ନମ୍ବର, ଥିଲେ ହେ ପୁରୀ ରୂପ ରଙ୍ଗ ସୁବାସେ, ଚମ୍ପକ କୁସୁମେ କି ଭ୍ରମର ବସେ। ମହକ ଯେଣୁ ତାର ଉତ୍କଟ ଅତି, ଭ୍ରମେ ଭ୍ରମର ଦିନେ ନ ଯାଏ କତି। ପ୍ରକୃତି ମାଧ୍ୟମରେ ମଣିଷର କେଉଁ ମାନବୀୟ ଗୁଣଗୁଡ଼ିକ ବିଷୟରେ କୁହାଯାଇଛି? ପ୍ରକୃତିଠାରୁ ଆମେ କେଉଁ ସବୁ ଗୁଣ ଶିଖିପାରିବା? ଚିନ୍ତା କରି ଲେଖ। ତାହେଲେ ଉକ୍ତ ପଦ୍ୟାଂଶରେ ଚମ୍ପା ଫୁଲ ଏବଂ ଭ୍ରମରର ଉଦାହରଣ ମାଧ୍ୟମରେ ମଣିଷର ବ୍ୟବହାର, ଚରିତ୍ର ଏବଂ ଆନ୍ତରିକ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି। ଏଠାରେ କୁହାଯାଇଛି ଯେ ମଣିଷ ପାଖରେ ଯେତେ ରୂପ, ଧନ ବା ବାହ୍ୟ ସୌନ୍ଦର୍ଯ୍ୟ ଥିଲେ ମଧ୍ୟ ଯଦି ତାର ସ୍ୱଭାବ ଉଗ୍ର ବା ବ୍ୟବହାର ଖରାପ ହୋଇଥାଏ ତେବେ ତାକୁ କେହି ଆଦର କରନ୍ତି ନାହିଁ। ଯେପରି ଚମ୍ପା ଫୁଲର ରୂପ ଓ ରଙ୍ଗ ଥିଲେ ମଧ୍ୟ ତାର ଗନ୍ଧ ଅତ୍ୟଧିକ ଉତ୍କଟ ହୋଇଥିବାରୁ ଭ୍ରମର ତା ପାଖକୁ ଯାଏ ନାହିଁ, ସେହିପରି ଗୁଣହୀନ ବା ଖରାପ ବ୍ୟବହାର କରୁଥିବା ବ୍ୟକ୍ତି ଠାରୁ ସମାଜ ଦୂରେଇ ରୁହେ। ଏବଂ ପ୍ରକୃତିଠାରୁ ଆମେ କ'ଣ କ'ଣ ଶିଖିପାରିବା? ନମ୍ରତା ଓ ଭଦ୍ର ବ୍ୟବହାର, ସହିଷ୍ଣୁତା, ଉପକାରୀ ହେବା, ଗୁଣର ସମ୍ମାନ। ଭ୍ରମର ଯେପରି କେବଳ ସୌନ୍ଦର୍ଯ୍ୟ ପଛରେ ନ ଗୋଡ଼େଇ ଗୁଣ ବା ମହକ ଖୋଜିଥାଏ, ଆମେ ମଧ୍ୟ ମଣିଷର ରୂପ ନୁହେଁ ବରଂ ତାର ଗୁଣକୁ ସମ୍ମାନ ଦେବା ଶିଖିବା ଉଚିତ। ନେକ୍ସଟ ଦେଇଛି ଗୋଟେ ଶବ୍ଦ ଦେଇଛି, ତାର ମାତୃଭାଷାରେ ସମାନାର୍ଥକ ଶବ୍ଦ ଲେଖିବା। ପାଷାଣ, ପିଲାମାନେ ପାଷାଣର ହେଇଯିବ ପଥର, ହେଲା, ପଥର ଲେଖିପାରିବ, ଶିଳା ଲେଖିପାରିବ, ବୁଝିହେଲା। ତାପରେ ରୁଧିର, ପିଲାମାନେ ରୁଧିର ହେଲା ରକ୍ତ। ତାପରେ କମଳ, କମଳର ହେଲା ପଦ୍ମ, କ'ଣ? ପଦ୍ମ। ତାପରେ ଭେକ, ପିଲାମାନେ ଭେକ ଆମେ ବେଙ୍ଗକୁ କହିବା। ପୂର୍ବ କାଳରେ ଏସବୁ ଶବ୍ଦ ବ୍ୟବହାର ହେଉଥିଲା। ସମର, ସମର ଅର୍ଥ ଆମେ ଅଲରେଡ଼ି ଜାଣିଛେ, ସମର ଅର୍ଥ କ'ଣ? ଯୁଦ୍ଧ। ତାପରେ କୁସୁମ, କୁସୁମ ଅର୍ଥ ଫୁଲ, ଫୁଲ କହିପାରିବ, ପୁଷ୍ପ କହିପାରିବ। ତାପରେ ସୁଧା, ସୁଧା ଅର୍ଥ ଆମର ଅମୃତ। ତାପରେ ପିଲାମାନେ ଆମକୁ ଦେଇଛି ପର ଅଧୀନ ରହେ ହୋଇ ଯେ ପ୍ରାଣୀ, ଅସରନ୍ତି ଯାତନା ପାଏ ସେ ଜାଣି। ତାହେଲେ ଉପଯୁକ୍ତ ପଦ୍ୟାଂଶରେ ଥିବା ପରର ଶବ୍ଦର ଅର୍ଥ ହେଉଛି ଅନ୍ୟ। ସେହିଭଳି ଏହାର ଅନ୍ୟ ଅର୍ଥ ପକ୍ଷୀର ପର। ଏହିଭଳି କିଛି ଶବ୍ଦ ତଳେ ଦିଆଯାଇଛି, ସେମାନଙ୍କ 2ଟି ଲେଖାଏଁ ଅର୍ଥ ବାହାର କର। ଏଥିପାଇଁ ତୁମେ ଶବ୍ଦକୋଷ, ଇଣ୍ଟରନେଟ୍ ବା ଅଭିଭାବକଙ୍କ ସାହାଯ୍ୟ ନେଇପାରିବ। ପିଲାମାନେ ନୀତି, ନୀତି ଅର୍ଥ କ'ଣ? ନିୟମ। ଆଉ ଗୋଟେ କ'ଣ ଲେଖିପାରିବା? ପ୍ରଣାଳୀ, ହେଲା। ଆଉ ଗୋଟେ ଲେଖିପାରିବା ସୁଅଭ୍ୟାସ, ବୁଝିହେଲା। ତାପରେ କର, ପିଲାମାନେ କର ଅର୍ଥ କ'ଣ? ହାତ, ବୁଝିହେଲା। ଆଉ କର ଅର୍ଥ ଆମେ ଲେଖିପାରିବା ଖଜଣା। ଆଉ ରାଜସ୍ୱ, ବୁଝିହେଲା ତ। ତାପରେ ପୁର, ପିଲାମାନେ ପୁର ଅର୍ଥ ଆମର କ'ଣ? ନଗର। ଆଉ ନଗର ପରେ କ'ଣ ଲେଖିପାରିବା? ସହର, ଅନ୍ତଃପୁର, ବୁଝିହେଲା। ବାସ, ବାସ ଅର୍ଥ କ'ଣ ଲେଖିପାରିବା? ବାସ୍ନା। ତମେ ଲେଖ, ଭଲରେ ଲେଖ। ସୁଗନ୍ଧ। ଆଉ କ'ଣ? ବାସସ୍ଥାନ, ବାସସ୍ଥାନ। ତାପରେ ଜୀବନ, ଜୀବନ ଅର୍ଥ ଜଳ, ପ୍ରାଣ। ଆଉ କ'ଣ ଲେଖିପାରିବା? ଆଉ ଗୋଟେ ଜୀବ, ବୁଝିହେଲା। ତାପରେ ଆମକୁ ଦେଲା ଆମେ ଗୋଟିଏ ଶବ୍ଦରେ ପ୍ରକାଶ କରିବା, ବୁଝିହେଲା ତ। ତାହେଲେ ଦେଇଛି ହାତୀକୁ ଆୟତ୍ତ କରିବା ନିମିତ୍ତ ବାଡ଼ି, ହେଲା। ଏଇଟା ହେଲା ଆମର ଅଙ୍କୁଶ।
ତାପରେ ନୂଆ କଥା ଜାଣିବା ପାଇଁ ଅବିରାମ ଚେଷ୍ଟା ବା ପରିଶ୍ରମ, ଏଇଟା ହେଲା ଆମର ଅଧ୍ୟବସାୟ। ଯେଉଁ ବ୍ୟକ୍ତିର ଦୁଷ୍ଟ ବା ଖରାପ ବୁଦ୍ଧି ଥାଏ ତାକୁ କହିବା ଆମେ ମନ୍ଦମତି। ତାପରେ ଯେ ପରର ଅଧୀନରେ ଥାଏ ତାକୁ ଆମେ ପରାଧୀନ ବୋଲି କହିବା। ତାପରେ ଦେଇଛି ଆମକୁ ପାଦ ପୂରଣ କରିବା। ଦେଇଛି ଗିରି ପାଷାଣ ଏତେ କଠିନ ହୋଇ, ହେଲା, ତାକୁ କ'ଣ ଲେଖିବ? ତାକୁ ଲେଖିବ ଖୋଳିଲେ ତହୁଁ ପୁଣି ଜଳ ଝରଇ। କ'ଣ ଲେଖିବ? ଖୋଳିଲେ ତହୁଁ ପୁଣି ଜଳ ଝରଇ। ତାପରେ ସାଧୁଜନର ପୁଣ୍ୟ ସଦୁପଯୋଗ କ'ଣ ହେବ? ମୂର୍ଖ ନ ବୁଝେ ତାର ମରମ ଲେଶ। ମୂର୍ଖ ନ ବୁଝେ ତାର ମରମ ଲେଶ। ଦେଶ ଜିଣିଲେ ରାଜା ଲଭଇ ଖ୍ୟାତି, ବୀର ସମର ଜିଣି ରଖେ ଗିରତି। କ'ଣ? ବୀର ସମର ଜିଣି ତାର ରଖେ କିରତି। ବୁଝିଲା ପିଲାମାନେ? ବିଷୟଟି ସରିଗଲା। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିଦେବ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦେବ।